ଭାଗବତ ଗୀତାର ଏହି କଥା ଲୋକର ଭାଗ୍ୟକୁ ବଦଳାଇ ଦିଏ। ଜୀବନରେ ଆମେ ସମସ୍ତେ କେବେ ନା କେବେ ଦୁଃଖ, ଚିନ୍ତା, ଭୟ ଓ ନିରାଶାର ସମ୍ମୁଖୀନ ହୁଅ। କେବେ ଲାଗେ ଭାଗ୍ୟ ଆମ ସାଥିରେ ନାହିଁ, କେବେ ଲାଗେ ଏତେ ପରିଶ୍ରମ ପରେ ମଧ୍ୟ ସଫଳତା କାହିଁକି ମିଳୁନାହିଁ। କିନ୍ତୁ ସେହି ସମୟରେ ଭଗବତ ଗୀତା ଆମକୁ ଏମିତି ଏକ ଜ୍ଞାନ ଦିଏ ଯାହା ମଣିଷର ଚିନ୍ତାଧାରାକୁ ବଦଳାଇ ଦିଏ। ଏବଂ ଯେତେବେଳେ ଚିନ୍ତାଧାରା ବଦଳେ ସେତେବେଳେ ଭାଗ୍ୟ ମଧ୍ୟ ବଦଳିଯାଏ। ଭଗବାନ କୃଷ୍ଣ କହିଥିଲେ, କର୍ମ କର, ଫଳର ଚିନ୍ତା କର ନାହିଁ। ଏହି ଏକ କଥାରେ ସମ୍ପୂର୍ଣ୍ଣ ଜୀବନର ରହସ୍ୟ ଲୁଚିଥାଏ। ମଣିଷର ସବୁଠାରୁ ବଡ଼ ଦୁଃଖ କ'ଣ? ସେ ନିଜ କର୍ମଠାରୁ ଅଧିକ ଫଳକୁ ଭାବିବାକୁ ଲାଗେ। କାମ ଆରମ୍ଭ ହେବା ପୂର୍ବରୁ ଭୟ ଆରମ୍ଭ ହୋଇଯାଏ। ଯଦି ମୁଁ ହାରିଗଲି କ'ଣ ହେବ? ଲୋକେ କ'ଣ କହିବେ? ଯଦି ସଫଳ ହେଲି ନାହିଁ? ଏହି ଭୟ ହିଁ ମଣିଷର ଶକ୍ତିକୁ ଦୁର୍ବଳ କରିଦିଏ। କିନ୍ତୁ ଗୀତା ଆମକୁ ଶିଖାଏ, ଯଦି ତୁମେ ନିଜ କର୍ମରେ ଧ୍ୟାନ ଦିଅ, ପରିଶ୍ରମକୁ ପୂଜା ଭାବ ଏବଂ ଫଳକୁ ଭଗବାନଙ୍କ ଉପରେ ଛାଡ଼ିଦିଅ, ତେବେ ମନରୁ ଭୟ ଦୂର ହୋଇଯାଏ। ଯେତେବେଳେ ମନ ଶାନ୍ତ ହୁଏ ସେତେବେଳେ ମଣିଷର ଶକ୍ତି ବଢ଼ିଯାଏ। ଗୀତା କହେ, ମଣିଷ କେବେ ମଧ୍ୟ ନିଜକୁ ଦୁର୍ବଳ ଭାବିବା ଉଚିତ ନୁହେଁ, କାରଣ ପ୍ରତ୍ୟେକ ମଣିଷ ଭିତରେ ଅସୀମ ଶକ୍ତି ରହିଛି। କିନ୍ତୁ ଅଧିକାଂଶ ଲୋକ ନିଜ ଭୟରେ ହାରିଯାଆନ୍ତି, ନିଜ ନକାରାତ୍ମକ ଚିନ୍ତାରେ ହାରିଯାଆନ୍ତି। ଭଗବାନ କୃଷ୍ଣ କହିଥିଲେ, ମଣିଷ ନିଜ ଚିନ୍ତାଧାରାରେ ନିଜକୁ ଉପରକୁ ଉଠାଇପାରେ ଏବଂ ନିଜ ଚିନ୍ତାଧାରାରେ ନିଜକୁ ତଳକୁ ମଧ୍ୟ ନେଇଯାଇପାରେ। ସେଥିପାଇଁ ଯଦି ଜୀବନକୁ ବଦଳାଇବାକୁ ଚାହୁଁଛ, ପ୍ରଥମେ ନିଜ ଚିନ୍ତାଧାରାକୁ ବଦଳାଅ। ଗୀତା ଆମକୁ ଆହୁରି ଏକ ମହାନ କଥା ଶିଖାଏ, ଯାହା ଘଟିଗଲା ଭଲ ହେଲା, ଯାହା ଘଟୁଛି ଭଲ ହେଉଛି ଏବଂ ଯାହା ଘଟିବ ତାହା ମଧ୍ୟ ଭଲ ହେବ। ଏହି କଥା ଶୁଣିବାକୁ ସହଜ ଲାଗେ, କିନ୍ତୁ ଯଦି କେହି ଏହାକୁ ଜୀବନରେ ଅପନାଇ ନିଏ, ତାଙ୍କ ଜୀବନରୁ ଚିନ୍ତା ଶେଷ ହୋଇଯାଏ। କାରଣ ଅଧିକାଂଶ ଲୋକ ବିତିଥିବା ସମୟକୁ ନେଇ କାନ୍ଦନ୍ତି ଏବଂ ଆସୁଥିବା ସମୟକୁ ନେଇ ଡରନ୍ତି। କିନ୍ତୁ ଗୀତା କହେ, ବର୍ତ୍ତମାନରେ ବଞ୍ଚ, ଏହି ମୁହୂର୍ତ୍ତ ହିଁ ସତ୍ୟ। ଯେଉଁ ମଣିଷ ଆଜିର କର୍ମକୁ ଠିକ୍ କରିଦିଏ, ତାଙ୍କର ଆସନ୍ତାକାଲି ନିଜେ ଭଲ ହୋଇଯାଏ। ଗୀତା ଏହା ମଧ୍ୟ ଶିଖାଏ, ଅହଙ୍କାର ମଣିଷର ସବୁଠାରୁ ବଡ଼ ଶତ୍ରୁ। ଯେତେବେଳେ ମଣିଷ ଅହଙ୍କାରରେ ଆସେ, ସେ ସତ୍ୟକୁ ଦେଖିପାରେ ନାହିଁ। କିନ୍ତୁ ଯେଉଁ ମଣିଷ ନମ୍ର ରହେ, ସେ ଜୀବନରେ ସବୁକିଛି ଶିଖିନିଏ। ଭଗବାନ କୃଷ୍ଣ କହିଥିଲେ, କ୍ରୋଧରୁ ମଣିଷର ବୁଦ୍ଧି ନଷ୍ଟ ହୋଇଯାଏ। ସେହିପାଇଁ ରାଗରେ ନିଆଯାଇଥିବା ନିଷ୍ପତ୍ତି ଅଧିକାଂଶ ସମୟରେ ଭୁଲ ହୋଇଥାଏ। ଗୀତା ଆମକୁ ଶାନ୍ତ ରହିବାକୁ ଶିଖାଏ, ଧୈର୍ଯ୍ୟ ରଖିବାକୁ ଶିଖାଏ, କାରଣ ସମୟଠାରୁ ବଡ଼ ଶକ୍ତି ଆଉ କିଛି ନାହିଁ। ଆଜି ଯେଉଁ ଦୁଃଖ ଅଛି, ସେହି ଦୁଃଖ ଏକ ଦିନ ଶେଷ ହୋଇଯିବ। ଆଜି ଯେଉଁ ଅସଫଳତା ଅଛି, ସେହି ଅସଫଳତା ମଧ୍ୟ ଏକ ଦିନ ସଫଳତାର ରାସ୍ତା ହେବ। ସେଥିପାଇଁ ଗୀତା କହେ, କେବେ ନିରାଶ ହୁଅନି, କେବେ ହାର ମାନନି, କାରଣ ଅନ୍ଧକାର ଯେତେ ଗଭୀର ହୋଇ ସୂର୍ଯ୍ୟୋଦୟ ସେତେ ନିକଟରେ ଥାଏ। ବନ୍ଧୁମାନେ, ଯଦି ତୁମେ ମଧ୍ୟ ଜୀବନରେ ଦୁଃଖୀ ଅଛ, ଭୟରେ ଅଛ, ନିରାଶାରେ ଅଛ, ତେବେ ଗୀତାର ଏହି କଥାକୁ ନିଜ ହୃଦୟରେ ବସାଇ ଦିଅ। କର୍ମ କର, ଫଳର ଚିନ୍ତା କର ନାହିଁ। କାରଣ ଯେତେବେଳେ ମଣିଷ ନିଜ କର୍ମରେ ବିଶ୍ୱାସ କରିବାକୁ ଶିଖିଯାଏ, ସେତେବେଳେ ତାଙ୍କର ଭାଗ୍ୟ ମଧ୍ୟ ବଦଳିବା ଆରମ୍ଭ କରେ। ଏବଂ ଯେତେବେଳେ ଭଗବାନଙ୍କ ଉପରେ ବିଶ୍ୱାସ ଜନ୍ମ ନିଏ, ସେତେବେଳେ ଅସମ୍ଭବ ମଧ୍ୟ ସମ୍ଭବ ହୋଇଯାଏ।
ଯେତେବେଳେ ଜୀବନରେ ଏକା ଲାଗୁଛ, ଯେତେବେଳେ ଲାଗୁଛି କେହି ତୁମକୁ ବୁଝୁନାହାନ୍ତି, ସେତେବେଳେ ଗୀତାର ଏହି କଥାକୁ ମନେ ରଖ। ଭଗବାନ କୃଷ୍ଣ କହିଥିଲେ, ମଣିଷ ଖାଲି ହାତରେ ଆସି ଏବଂ ଖାଲି ହାତରେ ଯାଇ, ତେବେ ଏତେ ଅହଙ୍କାର କାହିଁକି? ଏତେ ଲୋଭ କାହିଁକି? ଏତେ ଚିନ୍ତା କାହିଁକି? ଗୀତା ଆମକୁ ଶିଖାଏ, ଏହି ସଂସାରରେ କିଛି ମଧ୍ୟ ସ୍ଥାୟୀ ନୁହେଁ। ଧନ, ସୌନ୍ଦର୍ଯ୍ୟ, ସମ୍ପର୍କ, ସମୟ ସବୁକିଛି ଏକଦିନ ବଦଳିଯିବ। ସେହିପାଇଁ ଯେଉଁ ମଣିଷ ପରିବର୍ତ୍ତନକୁ ସ୍ୱୀକାର କରିବାକୁ ଶିଖିଯାଏ, ସେ ଜୀବନରେ କେବେ ଭାଙ୍ଗି ପଡ଼େ ନାହିଁ। ଗୀତା କହେ, ଆତ୍ମା କେବେ ମରେ ନାହିଁ। ଶରୀର ନଷ୍ଟ ହୋଇଯାଏ, କିନ୍ତୁ ଆତ୍ମା ଅମର। ଏହି କଥା ମଣିଷର ଭୟକୁ ଶେଷ କରିଦିଏ, କାରଣ ଅଧିକାଂଶ ଲୋକ ହାରିବାକୁ ଡରନ୍ତି, ମୃତ୍ୟୁକୁ ଡରନ୍ତି, ଲୋକଙ୍କ କଥାକୁ ଡରନ୍ତି। କିନ୍ତୁ ଯେତେବେଳେ ମଣିଷ ଆତ୍ମାର ସତ୍ୟକୁ ବୁଝିଯାଏ, ସେତେବେଳେ ତାଙ୍କ ଭିତରେ ନୂଆ ସାହସ ଜନ୍ମ ନିଏ। ଗୀତା ଏହା ମଧ୍ୟ ଶିଖାଏ, ସୁଖ ଓ ଦୁଃଖ ଦୁହିଟି ଜୀବନର ଅଂଶ। ଯେପରି ଦିନ ପରେ ରାତି ଆସି, ସେପରି ଦୁଃଖ ପରେ ସୁଖ ମଧ୍ୟ ଆସି। ସେହିପାଇଁ ଦୁଃଖର ସମୟରେ ଭାଙ୍ଗି ପଡ଼ନି ଏବଂ ସୁଖର ସମୟରେ ଅହଙ୍କାର କରନି। ଯେଉଁ ମଣିଷ ପ୍ରତ୍ୟେକ ପରିସ୍ଥିତିରେ ନିଜ ମନକୁ ଶାନ୍ତ ରଖେ, ସେହି ମଣିଷ ସତ୍ୟରେ ଶକ୍ତିଶାଳୀ। ଭଗବାନ କୃଷ୍ଣ କହିଥିଲେ, ମନ ହିଁ ମଣିଷର ମିତ୍ର ଏବଂ ମନ ହିଁ ମଣିଷର ଶତ୍ରୁ। ଯଦି ତୁମର ମନ ତୁମ ନିୟନ୍ତ୍ରଣରେ ଅଛି, ତେବେ ତୁମେ ଜୀବନରେ କିଛି ମଧ୍ୟ ହାସଲ କରିପାରିବ। କିନ୍ତୁ ଯଦି ମନ ଭୟ, କ୍ରୋଧ ଓ ନକାରାତ୍ମକ ଚିନ୍ତାରେ ଭରିଯାଏ, ତେବେ ମଣିଷ ନିଜେ ନିଜର ଶତ୍ରୁ ହୋଇଯାଏ। ସେହିପାଇଁ ପ୍ରତ୍ୟେକ ଦିନ ନିଜ ମନକୁ ସକାରାତ୍ମକ ଚିନ୍ତାରେ ଭର। ଭଲ କଥା ଶୁଣ, ଭଲ କାମ କର, ଭଗବାନଙ୍କୁ ସ୍ମରଣ କର। କାରଣ ମଣିଷ ଯେପରି ଚିନ୍ତା କରେ, ଆସ୍ତେ ଆସ୍ତେ ସେ ସେହିପରି ହୋଇଯାଏ। ଗୀତା ଆମକୁ ଏହା ମଧ୍ୟ କହେ, ଅଧିକ ଆଶା ହିଁ ଅଧିକ ଦୁଃଖର କାରଣ। ଯେତେବେଳେ ଆମେ ପ୍ରତ୍ୟେକ ଲୋକଠାରୁ ଅଧିକ ଆଶା କରୁ, ସେତେବେଳେ ଦୁଃଖ ମିଳେ। କିନ୍ତୁ ଯେତେବେଳେ ଆମେ ନିଜ କର୍ମରେ ଧ୍ୟାନ ଦିଉ, ସେତେବେଳେ ମନରେ ଶାନ୍ତି ଆସେ। ବନ୍ଧୁମାନେ, ଗୀତା କେବଳ ଏକ ପୁସ୍ତକ ନୁହେଁ, ଏହା ଜୀବନ ବଞ୍ଚିବାର କଳା। ଏହା ଆମକୁ ଶିଖାଏ କିପରି ଦୁଃଖରେ ମଧ୍ୟ ହସିବାକୁ, କିପରି ଅସଫଳତାରେ ମଧ୍ୟ ଆଗକୁ ବଢ଼ିବାକୁ, କିପରି ଭୟ ମଧ୍ୟରେ ମଧ୍ୟ ସାହସ ରଖିବାକୁ। ଯଦି ତୁମେ ପ୍ରତିଦିନ ଗୀତାର ଏକ କଥାକୁ ମଧ୍ୟ ଜୀବନରେ ଅପନାଇ ନେବ, ତେବେ ଆସ୍ତେ ଆସ୍ତେ ତୁମର ଚିନ୍ତାଧାରା ବଦଳିବ। ଏବଂ ଯେତେବେଳେ ଚିନ୍ତାଧାରା ବଦଳେ, ସେତେବେଳେ ଜୀବନ ମଧ୍ୟ ବଦଳିଯାଏ।